ବିଦାୟ ନେବ 2025 ରହିଯିବ କିଛି ସ୍ମୃତି ଓ ଅନୁଭୂତି। କାହା ପାଇଁ ଭଲ ତ କାହା ପାଇଁ ଖରାପ, କାହା ପାଇଁ ତିକ୍ତ ଆଉ କାହା ପାଇଁ ମଧୁର, କିନ୍ତୁ ସମୟ ତ କାହାକୁ ଅପେକ୍ଷା କରେ ନାହିଁ। 2025 ବିଦାୟ ନେବାକୁ ବସିଥିବା ବେଳେ ମନେ ପଡ଼େ ଦେଶ ଦୁନିଆରେ ଘଟିଯାଇଥିବା ପ୍ରମୁଖ ଘଟଣାବଳୀ। ନୂଆ ବର୍ଷକୁ ସ୍ୱାଗତ କରିବା ପୂର୍ବରୁ ବିଦାୟ ବର୍ଷ ମନେ ପକାଇ ଦିଏ କିଛି ଘଟଣା, ଦୁର୍ଘଟଣା, ସଫଳତା, ବିଫଳତା। ଆସନ୍ତୁ ସଂକ୍ଷେପରେ ନଜର ପକାଇବା 2025ରେ ଓଡ଼ିଶାରେ ସଂଘଟିତ ପ୍ରମୁଖ ଅପରାଧ ଉପରେ। 2025ରେ ଓଡ଼ିଶାର ଅପରାଧ ଗ୍ରାଫ୍ ହୋଇଥିଲା ଉପରମୁହାଁ। ସଂଘଟିତ ହୋଇଥିଲା ଏକାଧିକ ହାଇ ପ୍ରୋଫାଇଲ୍ ଅପରାଧ। କିଟ୍ରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ପ୍ରସଙ୍ଗ ଦେଶ ବିଦେଶରେ ଚର୍ଚ୍ଚିତ ହୋଇଥିଲା। ଫେବୃଆରୀ 16ରେ ଜଣେ ଦ୍ୱିତୀୟ ବର୍ଷ ବିଟେକ୍ ଛାତ୍ରୀଙ୍କ ମୃତଦେହ ତାଙ୍କ ହଷ୍ଟେଲ ରୁମ୍ରୁ ମିଳିଥିଲା। ଏହାକୁ ନେଇ ଛାତ୍ରଛାତ୍ରୀମାନେ କ୍ୟାମ୍ପସ୍ ପରିସରରେ ବିକ୍ଷୋଭ କରିଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ଛାତ୍ରଛାତ୍ରୀଙ୍କ ଉପରେ କଲେଜ କର୍ତ୍ତୃପକ୍ଷ ବଳ ପ୍ରୟୋଗ କରିଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ସମାଲୋଚନାର ଶିକାର ହୋଇଥିଲେ କିଟ୍ ବିଶ୍ୱବିଦ୍ୟାଳୟ। ନେପାଳରେ ବି ଏ ପ୍ରସଙ୍ଗ ଉଠିଥିଲା। ଏହି ଘଟଣାରେ ପୋଲିସ ଛାତ୍ରୀଙ୍କ ପୁରୁଷ ବନ୍ଧୁଙ୍କୁ ଗିରଫ କରିଥିଲା। ଏ ବର୍ଷ ହୋଲିରେ ରାଜଧାନୀରେ ଘଟିଥିଲା ଡବଲ ମର୍ଡର। ମାର୍ଚ୍ଚ 15ରେ ଡବଲ ନିଶା କାରବାର ନେଇ ଶହୀଦନଗର ଶାନ୍ତିପଲ୍ଲୀ ବସ୍ତିରେ ଗୋପୀଗୁଣି ନାମକ ଜଣେ ଯୁବକକୁ ହତ୍ୟା କରାଯାଇଥିଲା। ସେହିଦିନ ହିଁ ମଞ୍ଚେଶ୍ୱର ସମୀ ଗାଡ଼ିଆରେ ଆୟୁଷ୍ମାନ ପତି ନାମକ ଜଣେ ଯୁବକକୁ ଗୁଡ଼ାଏ ହାଣିଥିଲେ ଦୁର୍ବୃତ୍ତ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଘଟିଥିଲା ଏହି ଘଟଣା। ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଗୋପାଳପୁର ବେଳାଭୂମିରେ ଘଟିଥିଲା ଏକ ଲଜ୍ଜାଜନକ ଘଟଣା। ଜୁନ୍ 15ରେ ଜଣେ 20 ବର୍ଷିଆ ଛାତ୍ରୀ ପୁରୁଷ ବନ୍ଧୁଙ୍କ ସହ ଗୋପାଳପୁର ବେଳାଭୂମି ଯାଇଥିଲା ବେଳେ ଗଣଦୁଷ୍କର୍ମର ଶିକାର ହୋଇଥିଲେ। ପୁରୁଷ ବନ୍ଧୁଙ୍କୁ ବାନ୍ଧି ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା। ଏହି ଘଟଣାରେ ଗିରଫ 10 ଜଣଙ୍କ ମଧ୍ୟରୁ 4 ଜଣ ଥିଲେ ନାବାଳକ। ଏହି ଘଟଣାକୁ ନେଇ ସରଗରମ ହୋଇଥିଲା ରାଜ୍ୟ ରାଜନୀତି। ଗୋପାଳପୁର ଭଳି ଏକ ଅନ୍ତର୍ଜାତୀୟ ପର୍ଯ୍ୟଟନସ୍ଥଳୀରେ ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନ ଉଠିଥିଲା। 2025 ଜୁଲାଇରେ ବାଲେଶ୍ୱର ଫକୀରମୋହନ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଘଟଣା ରାଜ୍ୟରେ ସୃଷ୍ଟି କରିଥିଲା ଆଲୋଡ଼ନ। କଲେଜ ପ୍ରିନ୍ସିପାଲ ଓ ଜଣେ ଅଧ୍ୟାପକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ ଛାତ୍ରୀ। ନ୍ୟାୟ ମାଗି ନିରାଶ ହେବା ପରେ ଜୁଲାଇ 12ରେ ଛାତ୍ରୀ ଜଣକ କଲେଜ ପରିସରରେ ଆତ୍ମାହୁତି ଉଦ୍ୟମ କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଜୁଲାଇ 14ରେ ଭୁବନେଶ୍ୱର ଏମ୍ସରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ସବୁଠି ଚର୍ଚ୍ଚାର ବିଷୟ ପାଲଟିଥିଲା। ଆନ୍ଦୋଳନ ଓ ପ୍ରତିବାଦ ପରେ ଘଟଣାର ତଦନ୍ତ ପାଇଁ ଉଚ୍ଚସ୍ତରୀୟ କମିଟି ମଧ୍ୟ ଗଠନ କରାଯାଇଥିଲା। କଲେଜର 2 ଛାତ୍ରଙ୍କ ସମେତ 4 ଜଣଙ୍କୁ ଗିରଫ କରାଯାଇଥିଲା। ବାଲେଶ୍ୱର ଛାତ୍ରୀ ଆତ୍ମହତ୍ୟା ଘଟଣା ପରେ ପୁରୀ ଜିଲ୍ଲା ବଳଙ୍ଗା ଅଞ୍ଚଳର ଜଣେ 15 ବର୍ଷିଆ ଛାତ୍ରୀଙ୍କୁ ପୋଡ଼ି ମାରିବା ଉଦ୍ୟମ କରାଯାଇଥିବା ଘଟଣା ବେଶ୍ ଚର୍ଚ୍ଚିତ ହୋଇଥିଲା। ବେଶ୍ ହୋହାଲ୍ଲା ହୋଇଥିଲା। ଏହା ଏକ ହତ୍ୟା ନୁହେଁ ଆତ୍ମହତ୍ୟା ଘଟଣା ବୋଲି ପୋଲିସ କହିଥିଲା। ତଥାପି ସନ୍ଦେହ ରହିଥିଲା। ଜୁଲାଇ 19ରେ ନାବାଳିକା ଜଣକ ପୋଡ଼ି ହୋଇଯାଇଥିଲେ। ଅଗଷ୍ଟ 2ରେ ଦିଲ୍ଲୀ ଏମ୍ସରେ ଆଖି ବୁଜିଥିଲେ ନାବାଳିକା। ବିରୋଧୀ ଏହି ଘଟଣାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଥିଲେ। 2025 ଅକ୍ଟୋବର 6 ତାରିଖ କୁମାର ପୂର୍ଣ୍ଣିମା ରାତିରେ ବ୍ରହ୍ମପୁରର ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ଏହି ହାଇ ପ୍ରୋଫାଇଲ୍ ମର୍ଡର। ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା। ଏହି ଘଟଣାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଓ ପୂର୍ବତନ ମେୟର ଶିବଶଙ୍କର ଦାସ ଓ ପିଣ୍ଟୁଙ୍କ ସମେତ 16 ଜଣଙ୍କୁ ବାନ୍ଧିଥିଲା ପୁଲିସ। ଫିଲ୍ମ ଷ୍ଟାଇଲରେ ପ୍ରସ୍ତୁତ ହୋଇଥିଲା ମର୍ଡର ବ୍ଲୁ ପ୍ରିଣ୍ଟ। ପ୍ଲାନ୍ ଏ ଓ ପ୍ଲାନ୍ ବି ହୋଇଥିଲା ହତ୍ୟା ଷଡ଼ଯନ୍ତ୍ର। ପୀତବାସଙ୍କୁ ହତ୍ୟା ପାଇଁ ପ୍ରଥମେ ବିହାର ସାର୍ପ ସୁଟରଙ୍କୁ ନିୟୋଜିତ କରାଯାଇଥିଲା। ପ୍ଲାନ୍ ଏ ଫେଲ୍ ମାରିବା ପରେ କାର୍ଯ୍ୟକାରୀ ହୋଇଥିଲା ପ୍ଲାନ୍ ବି। ବନ୍ଧୁ ସାଜିଥିଲେ ବୈରୀ। ପୀତବାସଙ୍କ ହତ୍ୟା ପରେ ଶ୍ରଦ୍ଧାଞ୍ଜଳି ଦେବାକୁ ପହଞ୍ଚିଥିଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା। ପରେ ଏହି ହାଇ ପ୍ରୋଫାଇଲ୍ ହତ୍ୟା ଘଟଣାର ଅଭିଯୁକ୍ତ ଭାବେ ଗିରଫ ମଧ୍ୟ ହୋଇଥିଲେ ବିକ୍ରମ। ଏହି ହତ୍ୟା ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା। ଏହି ଘଟଣାରେ କାହାରିକୁ ବି ଜାମିନ ମିଳିନାହିଁ। ବର୍ଷ ଶେଷ ଆଡ଼କୁ ଭୁବନେଶ୍ୱର ଉପକଣ୍ଠ ଧଉଳିରେ ନାବାଳିକା ଦୁଷ୍କର୍ମ ଘଟଣା ପୁଣି ରାଜ୍ୟକୁ ଲଜ୍ଜିତ କରିଛି। ଡିସେମ୍ବର 10ରେ ଦୟାନଦୀ କୂଳରେ ଜଣେ 17 ବର୍ଷିଆ ନାବାଳିକାକୁ ଗଣଦୁଷ୍କର୍ମ ହୋଇଥିଲା। ନାବାଳିକା ଜଣକ ପୁରୁଷ ବନ୍ଧୁଙ୍କ ସହ ଧଉଳି ବୁଲିବାକୁ ଆସିଥିବା ବେଳେ କିଛି ଯୁବକ ସେମାନଙ୍କୁ ଅଟକାଇ ଲୁଟ୍ କରିଥିଲେ। ଏହାପରେ ନଦୀପଠାରେ ନାବାଳିକାକୁ ଦୁଷ୍କର୍ମ ମଧ୍ୟ କରିଥିଲେ। ଏହି ମାମଲାକୁ ରେଡ୍ ଫ୍ଲାଗ୍ଭୁକ୍ତ କରି ତଦନ୍ତ କରୁଛି ପୁଲିସ। ଘଟଣାରେ 3 ଜଣଙ୍କୁ ଗିରଫ କରାଯାଇଛି। ବ୍ୟୁରୋ ରିପୋର୍ଟ, ଶୁଣାକଥା ନ୍ୟୁଜ୍।